हाय हेलो जय जगन्नाथ सामान ମୁଁ ରଶ୍ମି ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ପଢିଲା ବ୍ଲଗରେ। ମହାପ୍ରଭୁ ଜଗନ୍ନାଥ କୃପାରୁ ଭାଗ୍ୟଙ୍କ ଆଶୀର୍ବାଦ ଆପଣ ସମସ୍ତେ ଭଲ ଥିବେ, ଖୁସି ଥିବେ, ସ୍ୱସ୍ଥ ଥିବେ। ତ ମୋର ଆଶା ବିଶ୍ୱାସ। ତ ଚାଲନ୍ତୁ ଷ୍ଟାର୍ଟ କରିବା ଆଜିର ବ୍ଲଗ। ବହୁତ ଦିନ ପରେ ବ୍ଲଗ ବନାଉଛି। ଆକ୍ଚୁଆଲି ବ୍ଲଗ ବହୁତ ସାରା ଛୋଟ ଛୋଟ ଭିଡ଼ିଓ ବନେଇଛି। ତ ଟାଇମ୍ ମିଳୁନି ଅପଲୋଡ଼ କରିବାକୁ, ଆଉ କିଛି କାରଣବଶତଃ ମାନେ ଅପଲୋଡ଼ ବି କରିପାରୁନି। ମାନେ ସବୁ ଗୀତ ସେୟାର କରିହେବନି ନା, କିଛି ଜିନିଷ ଥାଏ ଆପଣମାନଙ୍କ ଭିତରେ ବି ମାନେ କହିବାକୁ ଚାହୁଁଥିବେ କହିପାରୁନଥିବେ, ଏମିତି କିଛି ମୋର ବି ପରିସ୍ଥିତି ଅଛି। ତ ବହୁତ ଦିନ ହେଲା ବ୍ଲଗ ବନେଇ ନଥିଲି, ତ ଭାବିଲି ମୁଁ ଏଠି ବସି ବ୍ଲଗ ବନେଇଛି। ଆଉ ଆଜି ମୁଁ ଆସିଛି ଆମ ଘରକୁ, ମାନେ ବାପା ଘରକୁ। ଆଉ ବାପା ଘର, ହଁ ବାପା ଘର, ହଁ ବାପା ଘର ହିଁ, କାରଣ ନା ମା ଅଛି ନା ବାପା ଅଛି, କେହି ନାହାନ୍ତି, ଅନାଥ ଆମେ। ତ ମୁଁ ଆଜି ଆସିଛି ଆମ ଗାଁକୁ। ତ ଏବେ ହେଲାଣି ମାନେ ସନ୍ଧ୍ୟା, ସନ୍ଧ୍ୟା ନୁହଁ, ହଁ ତିନିଟା ସାଢେ ତିନିଟା ବାଜିଲାଣି। ଆମେ ଖରାବେଳ ଟାଇମ୍ ଅଛି। ଆଉ ବସିଥିଲି ମୁଁ ଏଠି। ଆଉ ଆପଣମାନେ କଣ କରୁଛନ୍ତି ନିଶ୍ଚୟ କହିବେ ଏତେ ଦିନ ପରେ ଆପଣଙ୍କ ସହିତ, ହେଲା। ତ ଆଜି ଗୋଟେ ବ୍ଲାଉଜ ମୁଁ ଆଣିଛି। ଆକ୍ଚୁଆଲି ମୋର ଏଠି କଣ କାମ ଥିଲା ତ ମୁଁ ଆସିଛି ଆଜି। ମୁଁ ପଳେଇଯିବି ରହିଯିବୁ। ଆଉ ଏକୁଟିଆ ମାନେ ଯୋଉ ପର୍ଯ୍ୟନ୍ତ ଘରେ ମା ବାପା ଥିବେ, ଘର ମାନେ ଆସିଲେ ହିଁ ଅଲଗା ଖୁସି ଲାଗେ। ଆଉ ଏଠି ତ ବାପା ତ କେବେଠୁ ଚାଲି ଯାଇଥିଲେ, କେବଳ ମା ହିଁ ଥିଲା। ଏଠି ବାହାରେ କଣ ଆସିଛି ମାନେ ଯୋଉ ମନ୍ଦିର ପାଇଁ ମାଂସ ନା ସେମାନେ ହିଁ ଆସିଛନ୍ତି। ସେ ଆବାଜଟା ଅଛି, ଟିକେ ରହିବେ। ତ ଚାଲନ୍ତୁ, ସେମାନେ ତ ପଳେଇଗଲେ, ଚାଲନ୍ତୁ ବାହାରକୁ ଦେଖଉଛି ମୁଁ। ଏଟା ହଉଛି ବାହାର ଗୋଟେ ହେଇଗଲାଣି, ମାନେ ମେଘୁଆ ଅଛି ପୁରା ପାଗ, ବୁଝିଲେ। ମୋ ପଛପଟେ ଯୋଉ ଦେଖୁଛନ୍ତି ନା, ଯାହାବି ଗଛ ପତ୍ର ଲାଗିଛି, ମାନେ ମୋ ମମିକୁ ଗଛ ପତ୍ର ବହୁତ ଭଲ ଲାଗୁଥିଲା। ମାନେ ଫୁଲ ଗଛ ପ୍ରାୟ ଲାଗିଛି। ମମି ତ ନାହିଁ, ତା ସ୍ମୃତି ଗୁଡା ମନେ ପଡୁଛି। ତ ଜାଣିଛନ୍ତି ଆପଣ, ଯେତେବେଳେ ଆପଣଙ୍କର ଘରେ ମା ଥିବ, ବାପା ଥିବେ, ତ ଘରଟି ପୁରୀ ଭଲ ଲାଗେ କିଛି, ମାନେ ଘରକୁ ଆସିବାର ଖୁସି ହିଁ ଅଲଗା ଥାଏ। ମାନେ ଆଗ ଆସିଲେ ଘରକୁ, ଯେମିତି ଆମେ ଘରକୁ ଏଣ୍ଟ୍ରି କରୁନା, ସେଠି ଆମେ ଠିଆ ହେଇଥିବୁ ଏଠି। ଆଉ କିନ୍ତୁ ଏବେ ଘରକୁ ଆସିଲେ କେହି ନାହିଁ, ବୁଝିଲ। ଆଉ ଘର ଭିତରକୁ ପଶିଲେ କେତେ ଆଡୁ ମାନେ ଆପଣ ହଜାରେ ଟେନସନ ରେ ବି ଥିବେ, ଯେତେବେଳେ ଘରକୁ ଆସନ୍ତି ମା ପାଖରୁ, ମାନେ ସେ ଟେନସନ ଅଲଗା ହିଁ ହେଇଯାଏ। କିନ୍ତୁ ବର୍ତ୍ତମାନ ନା ଟେନସନ କମ ହଉଛି, ମାନେ ସେଇଟା ଆହୁରି ଦୁଃଖ ଲାଗୁଛି, ବୁଝିଲେ। ଆଉ ମୁଁ କେମିତି ବୁଝିବି, ଯୋଉମାନଙ୍କ ମା ବାପା ନାହାନ୍ତି ନା, ସେମାନେ ଠିକ ସେ ବୁଝିପାରୁଥିବେ ମୋ କଥା। ଆଉ ଆଗ ଆସିଲେ କଣ ହୁଏ, ଯେବେ ଆମେ ଘରକୁ ଆସୁ ନା, ତ ମମି ଏଠି ଠିଆ ହେଇଥାଏ। ଘର ଭିତରକୁ ଗଲା ରୋଷେଇ ହେଇଯାଇଥାଏ। ହଉ ଖାଇଛୁ, ଆଉ ଜଲଦି କପଡା ଚେଞ୍ଜ କରି ଖାଇ ନେଇ ଦେବେ। ଆପଣ ସେଠି ଟେନସନ ଆସିଥିବେ, ଯୋଉ ଜାଗାରେ ଥିଲେ, ବୁଝିଲେ। ପୁଣି ଘରକୁ ଆସିଲେ, ଘରେ କେହି ପାଣି ଗ୍ଲାସ ଦେବାକୁ ନଥିବେ। ଫେର ଆପଣ ନିଜେ ରୋଷେଇ କରିବେ, ନିଜେ ଖାଇବେ। ସେତେବେଳେ ଯୋଉ କଷ୍ଟ ଲାଗିଥାଏ, ଆପଣ ବୁଝିପାରିବେନି, ମାନେ ବହୁତ କଷ୍ଟ ହୁଏ। କଣ କରିବା, ଭଗବାନ ଆମକୁ ସେ କଷ୍ଟ ଦେଇଛନ୍ତି। ଜୀବନଟା ହିଁ ଏମାନେ ଦେଇଛନ୍ତି, ଫାଷ୍ଟ ବାପା, ପୁଣି ଏବେ ମା, ବୁଝିଲେ। ନା ନା, ଆମେ ଖାଇଲୁ, ହଜିଲୁ, ମରିଗଲୁ, ବୁଡିଗଲୁ, ମାନେ ବଞ୍ଚିଛୁ, ମରିଛୁ, ପଚାରିବା ପାଇଁ କେହି ନାହାନ୍ତି, ବୁଝିଲେ। ଯୋଉ ପର୍ଯ୍ୟନ୍ତ ନିଜର ମା ବାପା ଅଛନ୍ତି,
ସେ ପାଇଁ ଆପଣ ବହୁତ ଭାଗ୍ୟବାନ। ଆଉ ଯେତେବେଳେ ଆପଣ ମା ବାପା ନା ହାତ ଅଛନ୍ତି ନା ଆପଣ ମରିଗଲେ ବି ଆପଣଙ୍କୁ ପଚାରିବାକୁ ଆସିବ। ଅନୁଭବ କରୁଛନ୍ତି ସମସ୍ତେ କହୁଛନ୍ତି ହଁ ଆମେ ଅଛୁ ଆମେ ଅଛୁ ଆମେ ଅଛୁ ଆମେ ଇଏ ଆମେ କେହି ନାହାନ୍ତି ଆଜ୍ଞା କାହାର ବୁଝିଲେ। ମାନେ ଆପଣଙ୍କ ଭିତରେ ବି ସେ ଥିବ ଦେହ ଖରାପ ହେଲେ ବି ଆପଣଙ୍କୁ ପଚାରିବାକୁ କିଏ ନାହାନ୍ତି କି ଆପଣ ଦେହ ଖରାପ ଅଛି କି ଭଲ ଅଛି ବୁଝିଲେ। ଭଲ ତ ଠିକ ଅଛି କିନ୍ତୁ ଦେହ ବି ଖରାପ ହିଁ ସେଥିରେ ବି ପଚାରିବାକୁ କେହି ନାହାନ୍ତି। ତେଣୁ ମା ବାପା କୁ ଭାଗ୍ୟ ଭାଗ୍ୟ ହିଁ ଖରାପ ହେଲା କଣ କରିବି। କିଛି ବି ଉପାୟ ନାହିଁ।